ଆଜି ଆମେ ଜାଣିବା ଜଗନ୍ନାଥ ମନ୍ଦିର ଭିତରେ ଥିବା କଳ୍ପବଟ ବିଷୟରେ। ଜଗନ୍ନାଥ ମନ୍ଦିର ଭିତରେ ଥିବା କଳ୍ପବଟ ଏହା ଅତି ପବିତ୍ର ବୃକ୍ଷ। ଶ୍ରୀ ଜଗନ୍ନାଥ ମନ୍ଦିରର ଭିତର ବେଢ଼ାରେ ଏହା ଦକ୍ଷିଣରେ ଅବସ୍ଥିତ। ମୂଳରୁ ଚୂଳ ପର୍ଯ୍ୟନ୍ତ ଏଥିରେ ଦେବତା ବିରାଜମାନ କରିଛନ୍ତି। ଶ୍ରୀକ୍ଷେତ୍ରର ଏହା ଅତି ପ୍ରାଚୀନ ଏବଂ ପବିତ୍ର ସ୍ଥଳ। କଳ୍ପ ଅର୍ଥ ସମୟ ବା କାଳ। ସାଗର ମନ୍ଥନରୁ ଏହି ବୃକ୍ଷ ଆବିର୍ଭାବ ହୋଇଥିଲା। ମହାପ୍ରଳୟ ସମୟରେ ପ୍ରଭୁ ଜଗନ୍ନାଥ ମାଳ ମୁକୁନ୍ଦ ବେଶରେ ମାର୍କଣ୍ଡେୟ ଋଷିଙ୍କୁ ଏଠାରେ ଆଶ୍ରୟ ପ୍ରଦାନ କରିଥିଲେ। ଅତି ବଡ଼ି ଜଗନ୍ନାଥ ଦାସ ଏହି ବୃକ୍ଷ ମୂଳରେ ଭାଗବତ ରଚନା କରିଥିଲେ। ମହାପ୍ରସାଦ ଖାଇବା ପରେ ପୋଢ଼ୁହାରୁ ଖଣ୍ଡେ ଗୋଡ଼ି ଆଣି ଏ ବୃକ୍ଷରେ ଯଦି ଜଣେ ବାନ୍ଧେ ତାହେଲେ ତା'ର ସମସ୍ତ ମନସ୍କାମନା ପୂରଣ ହୁଏ। ଅପୁତ୍ରିକକୁ ପୁତ୍ର ଲାଭ ହୁଏ। ରୋଗୀର ରୋଗନାଶ ହୁଏ। ଆଉ ସମସ୍ତ ଯାହାର ଇଚ୍ଛା ଥାଏ ସେ ଇଚ୍ଛା ପୂରଣ ହୁଏ। ଏହା ହେଉଛି କଳ୍ପବଟର ମହତ୍ତ୍ୱ।